ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ରୋଷେଇ କରିବାକୁ ବିଲକୁଲ ବି ଇଚ୍ଛା ନାହିଁ, ହେଲେ କ'ଣ କରିବା, ରୋଷେଇ ନ କଲେ କ'ଣ ହେବ। ସେଇଥିପାଇଁ ଜଲ୍ଦି ଯାଇକି ନଡ଼ିଆ ଗୁଡ଼ିକ କାଟିଦେଇ ଗୋଟେ ଜାରରେ ସେ କଟା ନଡ଼ିଆକୁ ଦେଇଦେଲି। ତାପରେ ସେଥିରେ ଅଳ୍ପ ଜିରା, କଞ୍ଚାଲଙ୍କା, ଅଳ୍ପ ତେନ୍ତୁଳି ଆଉ ଲୁଣ ଦେଇ ପାଣି ଦେଇ ଭଲ ଭାବରେ ଗୋଟେ ଫାଇନ୍ ପେଷ୍ଟ କରିନେଲି। ୟା ପରେ ସେଗୁଡ଼ିକୁ ଅଲଗା ଗୋଟେ ଜାରକୁ କାଢ଼ି ଆଣିଲି। ପୁଣି ସେଇ ଜାରରେ ଅଳ୍ପ ପାଣି ଦେଇ 5 ସେକେଣ୍ଡ ପାଇଁ ଗ୍ରାଇଣ୍ଡର କରିଦେଲି। ଆଉ ଜାରକୁ ସଫା କରିବାକୁ ପଡ଼ିବନି। ଏ ଟ୍ରିକ୍ଟା କେଉଁମାନେ ଆପ୍ଲାଏ କରୁଛ କମେଣ୍ଟରେ ନିଶ୍ଚୟ କହିବେ। ୟାପରେ ସେଥିରେ ପର୍ଜନା କରିବା ପାଇଁ କଢ଼େଇରେ ଅଳ୍ପ ତେଲ ନେଇ ସେଥିରେ ଜିରା, ସୋରିଷ ନେଇ କିଛି ଶୁଖିଲା ଲଙ୍କା ଦେଇ ଲାଷ୍ଟକୁ ବାସ୍ନା ପତ୍ର ଦେଇ ସେଗୁଡ଼ିକୁ ନଡ଼ିଆ ଚଟଣିରେ ଦେଇଦେଲି। ହେଇଗଲା ଆମର ନଡ଼ିଆ ଚଟଣି। ପୁଣି ସେଇ କଢ଼େଇରେ ଅଳ୍ପ ତେଲ ଦେଇ ସେଥିରେ ଜିରା, ସୋରିଷ ଦେଇ କଟା ପିଆଜକୁ ଦେଲି। କିଛି ବାସ୍ନା ପତ୍ର ଆଉ ଟମାଟୋକୁ ଦେଇ ଭଲ ଭାବରେ ଘାଣ୍ଟିଲା ପରେ ସେଥିରେ ଲୁଣ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଦେଇ ଭଲ ଭାବରେ ଫ୍ରାଏ କଲା ପରେ 10 ସେକେଣ୍ଡ ଘୋଡ଼େଇ ଦେଲା ପରେ ଢାଙ୍କୁଣି କାଢ଼ି ସେଥିରେ ଚଣା ଆଳୁକୁ ବୋଲ୍ କରିକି ରଖିଥିଲି ସେଇଟା ଦେଇଦେଲି। ଆଉ ଅଳ୍ପ ପାଣି ଦେଇ 10 ମିନିଟ୍ ଘୋଡ଼େଇକି ଫୁଟିବା ପାଇଁ ଛାଡ଼ିଦେଲି। ଫୁଟିଲା ପରେ ସେଥିରେ ଲାଷ୍ଟକୁ ଧନିଆ ପତ୍ର ଆଉ ଗରମ ମସଲା ଦେଲି। ଆଉ ହେଇଗଲା ଆମର ଚଣା ଆଳୁ ଟମାଟୋ ତରକାରୀ। ୟାପରେ ମେନ୍ ଜିନିଷ ଚକୁଳି କରିବା। କ'ଣ ନ କଲେ ହେବ? ଖାଲି କ'ଣ ଚଟଣି ଆଉ ଟମାଟୋ ଆଳୁ ତରକାରୀକୁ କ'ଣ ଖାଇବା? ତ ସେଇଥିପାଇଁ ଫଟାଫଟ ଚକୁଳିକୁ ବି ଏଠି ବନେଇ ଦେଇଛି। ଆଉ ଏଠି ରେଡ଼ି ହେଇଗଲା ଆମର ଗରମା ଗରମ ଚକୁଳି ସହ ଚଟଣି ତରକାରୀ। ଖାଆନ୍ତୁ ଆଉ ଏନ୍ଜୟ କରନ୍ତୁ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଟିକେ ନିଶ୍ଚୟ କହିବେ। ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଫେସବୁକରେ ଦେଖୁଥିଲେ ଫଲୋ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।